ଧାନ ଗବେଷଣା ଗବେଷକ ସଂଘ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନଠାରେ ତୃତୀୟ ଭାରତୀୟ ଧାନ କଂଗ୍ରେସ 2024 ଅନୁଷ୍ଠିତ ହୋଇଯାଇଛି। ଧାନ ଗବେଷଣା ଗବେଷକ ସଂଘ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି। କୃଷି ଉତ୍ପାଦନ ବୃଦ୍ଧି ଏବଂ ଚାଷୀମାନଙ୍କର ହିତ ଦୃଷ୍ଟିରୁ 1961 ମସିହାରୁ ଧାନ ଗବେଷଣା ଗବେଷକ ସଂଘ ସ୍ଥାପିତ ହୋଇଛି। ଭାରତୀୟ ଧାନ କଂଗ୍ରେସ ପକ୍ଷରୁ ଆଜି ଏହି ସମ୍ମିଳନୀରେ ପୁଷ୍ଟିକର ଏବଂ ଜୀବିକା ପାଇଁ 5G ଧାନଭିତ୍ତିକ କୃଷି ଖାଦ୍ୟ ପ୍ରଣାଳୀ ବିଷୟବସ୍ତୁକୁ ନେଇ ଆଜି ଆଲୋଚନା କରାଯାଇଛି। କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୀବିକାର ବିକାଶ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ନେଇ ଆଲୋଚନା କରି କହିଲେ ଯେ ଆଧୁନିକ ବିଜ୍ଞାନ ଯୁଗରେ ଧାନ ଆମ ପରମ୍ପରା ସହିତ ଜଡ଼ିତ। ଧାନ ଏପରି ଏକ ଫସଲ ଯାହାକି ଜଳବାୟୁ ପରିବର୍ତ୍ତନ ହେଲେ ମଧ୍ୟ ଧାନର ବିଶେଷ କିଛି କ୍ଷତି ହୁଏ ନାହିଁ। ଧାନ ଫସଲରେ 5G ଜ୍ଞାନକୌଶଳ ବ୍ୟବହାର କରି ଏହାର ଉତ୍ପାଦନ ଓ ଉତ୍ପାଦକତା କିପରି ବଢ଼ାଯାଇପାରିବ ତାହାରି ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଶ୍ୱଭାରତୀର କୁଳପତି ଡକ୍ଟର ସପନ କୁମାର ଦତ୍ତ, ଗବେଷଣା ଗବେଷକ ସଂଘର ସଭାପତି ଡକ୍ଟର ପବନ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଧାନ ଫସଲରେ କିପରି ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଅଧିକ ଉତ୍ପାଦନ ହୋଇପାରିବ ଏହିପରି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ ବିଭିନ୍ନ ସ୍ମରଣିକା ଓ ଧାନ କଂଗ୍ରେସର ପୁସ୍ତିକା ଉନ୍ମୋଚନ କରିଥିଲେ। ଧାନ ଗବେଷଣା କ୍ଷେତ୍ରରେ ସଫଳତା ଲାଭ କରିଥିବା ବୈଜ୍ଞାନିକ ତଥା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିସର ମଧ୍ୟରେ ଏକ କୃଷି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି 3 ଦିନିଆ ତୃତୀୟ ଭାରତୀୟ ଧାନ କଂଗ୍ରେସରେ ଭାରତ ବିଭିନ୍ନ ସ୍ଥାନରୁ 300ରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ତଥା କୃଷି ବିଶେଷଜ୍ଞ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି। ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇଥିବା ବେଳେ ଧାନ ଗବେଷଣା ଗବେଷକ ସଂଘର ସମ୍ପାଦକ ଡକ୍ଟର ଆନି ପୁନମ ଧନ୍ୟବାଦ ଅର୍ପଣ କରିଥିଲେ। 5.0 ବର୍ତ୍ତମାନ ଆରି ଆମ ଦୁଆର ଖଟଖଟିଲାଣି। ତେଣୁ ୟା ବିଷୟରେ ଆମୂଳଚୂଳ ଯଦି ଆମେ ବିଚାର ବିମର୍ଶ ନ କରିବା, ଆତ୍ମମନ୍ଥନ ନ କରିବା, ଆମର ପତ୍ର ପତ୍ରିକା ହୁଅନ୍ତୁ, ସମ୍ପ୍ରସାରଣ ଅଧିକାରୀ ହୁଅନ୍ତୁ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ହୁଅନ୍ତୁ, ବୈଜ୍ଞାନିକ ହୁଅନ୍ତୁ, କୃଷକ ହୁଅନ୍ତୁ, ଏ ବିଷୟରେ ସଜାଗ ରହିବା ଦରକାର। ଏ ଯେଉଁ ଟେକ୍ନୋଲୋଜି ଆସୁଛି ଆର କେମିତି ଫାଇଦା ନିଆଯିବ, ଯଦି ଆମେ ସଜାଗ ରହିବା ତାହେଲେ ନୂଆ ଟେକ୍ନୋଲୋଜିରେ ଆମେ ଫାଇଦା ନେଇପାରିବା। କୃଷି ଧାନ ହେଉଛି ଆମର ଖାଦ୍ୟ ସୁରକ୍ଷାର ଆଧାର। ତେଣୁ ଏ ଧାନ ଚାଷକୁ ମଧ୍ୟ ଯେ 5G ଟେକ୍ନୋଲୋଜି ମାଧ୍ୟମରେ ଆଗରୁ କେମିତି ନିଆଯାଇପାରିବ ସେ ବିଷୟରେ ୟାଧାରେ ବିଚାର ବିମର୍ଶ କରାଯାଏ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ପଛୁଆ କାରଣ ଓଡ଼ିଶା ଦେଖନ୍ତୁ 10-15 ବର୍ଷ ତଳେ ଓଡ଼ିଶା ଧାନ ଚାଷରେ ଆତ୍ମନିର୍ଭର ନଥିଲା। ବର୍ତ୍ତମାନ ଆମେ କମ ସେ କମ ଧାନ ଚାଷରେ ଆମେ ଆତ୍ମନିର୍ଭର ହେଇପାରିଛନ୍ତି। ଆଉ ଯେଉଁ ଫୁଡ୍ ଗ୍ରେନ୍ ପ୍ରୋକ୍ୟୁରମେଣ୍ଟ ଯେଉଁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ହେଉଛି, ଆମର କଳାହାଣ୍ଡି ଯାହାକୁ ଦାରିଦ୍ର୍ୟର ସବୁଠାରୁ ଗୋଟେ ଦାରିଦ୍ର୍ୟ ସୀମାରୁ ନିଚେ ଥିବା ଜିଲ୍ଲା କୁହାଯାଉଥିଲା, ସେଇ ଜିଲ୍ଲାରୁ ମଧ୍ୟ ଅଧିକ ମାତ୍ରାରେ ଧାନ ଯେଉଁ ନ୍ୟାସନାଲ ଫୁଡ୍ ଷ୍ଟକରୁ ମଧ୍ୟ ପ୍ରୋକ୍ୟୁରମେଣ୍ଟ କରାଯାଉଛି। ତେଣୁ ବିକାଶ ଓଡ଼ିଶାରେ ମଧ୍ୟ ବର୍ତ୍ତମାନ ହେଇଛି, କିନ୍ତୁ ୟାଧାର ରପ୍ତାର ଆହୁରି ଚାଲିବ। ଯେଉଁ ଟେକ୍ନୋଲୋଜି, এই যে নূয়া টেকনোলোজি, ডিজিটাল টেকনোলোজি, 5G টেকনোলোজিକୁ ଯଦି ଆମେ ଅପଣେଇବା ଭବିଷ୍ୟତରେ ଚାଷୀମାନଙ୍କର କେବଳ ଯେ ଅଧିକ ଉନ୍ନତି ହେବ, ଆମେ ଆତ୍ମନିର୍ଭର ହେଇପାରିବା ସିଏ ନୁହଁ, କିନ୍ତୁ ଅଧିକ ଲାଭ ମଧ୍ୟ ହେଇପାରିବ। ଆଉ ଆମର ଏଇ ଧାନ ଚାଷ ମାଧ୍ୟମରେ ମଧ୍ୟ, ଫସଲ ମାଧ୍ୟମରେ ମଧ୍ୟ ଆମର ସ୍ୱାସ୍ଥ୍ୟର ସୁରକ୍ଷା, ଆମର ଇନକମର ସୁରକ୍ଷା, ଆମର ପରିବେଶର ସୁରକ୍ଷା ମଧ୍ୟ ସମ୍ଭବ ହେଇପାରିବ। ଭରତ ମହାରଣାଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।